ଜୟ ଜଗନ୍ନାଥ। କାହାଣୀ ସ୍ମୃତିରେ ତୁମେ। ସେଦିନ ମୋର କଟକରୁ ଦିଲ୍ଲୀ ଯିବାର ଥିଲା। ଜୀବନରେ ଅନେକ ଥର ଏକା ଯାତ୍ରା କରିଛି, ହେଲେ ସେଦିନ କାହିଁ କେଜାଣି ମନଟା ଚିଡ଼ଚିଡ଼ା ହେଇଯାଇଥିଲା। ଷ୍ଟେସନରେ ଅନେକ ସମୟ ଅପେକ୍ଷା ପରେ ଦିଲ୍ଲୀକୁ ଯିବା ପାଇଁ ଥିବା ଟ୍ରେନଟି ପ୍ଲାଟଫର୍ମରେ ଲାଗିଲା। ଭିଡ଼କୁ ଆଡ଼େଇ ନିଜ ସିଟ୍ ପାଖରେ ପହଞ୍ଚିବା ତ ଗୋଟେ କାଠିକର ପାଠ। ଶେଷରେ ନିଜ ସିଟ୍ ପାଖରେ ପହଞ୍ଚି ନିଜ ସାମାନ ସଜାଡ଼ି ରଖିଲା ପରେ ଗୋଟେ ଦୀର୍ଘ ନିଶ୍ୱାସ ମାରି ସିଟ୍ ଉପରେ ବସି ପଡ଼ିଲି। ସମ୍ମୁଖରେ ବସିଥିବା ରୁଦ୍ରାକ୍ଷ କଠଉଧାରୀ 3 ଜଣ ସାଧୁଙ୍କ ଉପରେ ମୋ ନଜର ପଡ଼ିଲା। ଏକା ଏକା ଯାତ୍ରା ପାଇଁ ମନରେ ଅନେକ ଚିନ୍ତା ଥାଏ। ଟ୍ରେନ୍ ଛାଡ଼ିଲା ପରେ ଶୀତଳ ପବନରେ ଆଖିଟା ଲାଗିଯାଇଛି। ଏ ଗୋଟେ କେଉଁ ଷ୍ଟେସନ ଆସିଛି ମୁଁ ଜାଣିବା ପାଇଁ ବି ଚେଷ୍ଟା କଲିନି। ଷ୍ଟେସନ ବାହାରୁ ଆସୁଥିବା କୋଳାହଳ ଶବ୍ଦକୁ ଧ୍ୟାନ ନ ଦେଇ ପୁଣି ଶୋଇବା ପାଇଁ ଚେଷ୍ଟା କଲି। ହେଲେ ହଠାତ୍ କେହି ଜଣେ ମୋ ସାମାନ ପାଖରେ ନିଜ ସାମାନ ରଖୁଥିବାର ଅନୁଭବ କଲା ପରେ ମୋ ଆଖିଟା ଖୋଲିଗଲା। ଦେଖେ ତ ଶ୍ୱେତପ୍ରଚା ଚିନ୍ତାମଗ୍ନ ମୁହଁ, ବୋଧେ ଘରଠାରୁ ଦୂରକୁ ଯାଉଥିବାରୁ ସୁନ୍ଦର ଆଖି ଦିଟା କାନ୍ଦି କାନ୍ଦି ଥକି ଯାଇଛି ସେ ଝିଅର। ଏକା ଯାତ୍ରା ଥିଲା ତାର। କେହି ଜଣେ ଭଦ୍ରଲୋକ ଟ୍ରେନ୍ ଝରକାରୁ ତାଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଜଣାଉଥାନ୍ତି। ଏବେ ମୋ ଆଖିକି ଯେତେ ମନାଉଥାଏ ଶୋଇବା ପାଇଁ, ସେ ଏବେ ଅମାନିଆ ହେଇଯାଇଛି। ଝରକା ଭିତରକୁ ପବନଟା ତୀବ୍ର ଗତିରେ ଯାଇ ସେ ଝିଅର ବାଳକୁ ଅସ୍ତବ୍ୟସ୍ତ କରୁଥାଏ। ନିଜେ ଶୋଇବାର ଅଭିନୟ କରିବା ସମୟରେ ତାର କଣ୍ଠରୁ ଭାସି ଆସିଥିବା ପ୍ରଥମ ପ୍ରଶ୍ନରେ ମୁଁ ଉତ୍ତର 2 ଥର ରଖିଦେଲି। आप कहाँ से हो? फिर पचारिला, आप बेंगली हो? ମୁଁ କହିଲି ନାହିଁ ଓଡ଼ିଆ। ନିଜ କର୍ତ୍ତବ୍ୟ ହିସାବରେ କିଛି ପ୍ରଶ୍ନ ମୁଁ ବି ପଚାରିଦେଲି। ସେ ତା ପିଇସି ଘରକୁ ଆସିଥିଲା ବୁଲିବା ପାଇଁ, ଏବେ ଦିଲ୍ଲୀ ଫେରୁଛି। ପୁଣି ଏମିତି ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମ ଭିତରେ ସମ୍ମୁଖରେ ବସିଥିବା 3 ସାଧୁଙ୍କ ମଧ୍ୟରୁ ଜଣକର ହସ୍ତକ୍ଷେପକୁ ମୁଁ ବିରକ୍ତ ଭାବରେ ସ୍ୱାଗତ କଲି। आप ଓଡ଼ିଶା से हो? ମୁଁ ହଁ କହିଲା ପରେ ପୁଣି ସେ ଝିଅ ଆଡ଼କୁ ମୁହଁ କରି କଥା ହେବା ଆରମ୍ଭ କଲି। ହେଲେ ସାଧୁଙ୍କର ଦ୍ୱିତୀୟ ପ୍ରଶ୍ନ ମୋତେ ସେ ଝିଅ ଆଡ଼ୁ ମୁହଁ ଫେରାଇବା ପାଇଁ ବାଧ୍ୟ କରିଥିଲା। ତାଙ୍କ ପ୍ରଶ୍ନ ଥିଲା, ଜଗନ୍ନାଥ ମନ୍ଦିର को क्या हिंदुओं का खाली प्रवेश है? ମୋ ବେକରେ ଥିବା ତୁଳସୀ ମାଳିଟି ବୋଧେ ମୁଁ ହିନ୍ଦୁ ବୋଲି ସେ ସାଧୁମାନଙ୍କୁ ପରିଚୟ ଦେଇ ସାରିଥିଲା। ନିଜେ ଜାଣିଥିବା ଇତିହାସ ପୃଷ୍ଠା ମନରେ ଖେଳେଇ ହେଇଗଲା। ଜଗନ୍ନାଥ ସଂସ୍କୃତିର ଅନେକ ଚରିତ୍ରଙ୍କ ଚର୍ଚ୍ଚା ସାଧୁମାନଙ୍କୁ ଆନନ୍ଦିତ କରୁଥିଲା। ଏମିତି ସାଧୁମାନଙ୍କ ସହ ଚର୍ଚ୍ଚା ବଢ଼ି ଚାଲିଥାଏ। ଚାଲିବନି ବା କେମିତି ଆମ ମହାପ୍ରଭୁ ଜଗନ୍ନାଥଙ୍କ କଥାଟି। ସେ ଝିଅ ବି ମନ ଦେଇ ଶୁଣୁଥାଏ। ମୁଁ ଆହୁରି ଆଗ୍ରହର ସହିତ ଗୋଟିଏ ପ୍ରଶ୍ନରେ 4 ପ୍ରକାର ଉତ୍ତର ରଖୁଥାଏ ସାଧୁଙ୍କ ପାଖରେ। ଏଥର ସମୟ ହାର ମାନିଯାଇଛି ଆମ ପାଖରେ। ଆମ ଚର୍ଚ୍ଚା ଭିତରେ କଳା ପାହାଡ଼ ଠାରୁ ଆରମ୍ଭ କରି ମୋଗଲ ଅତ୍ୟାଚାର କାହାଣୀ ଅତି ନିନ୍ଦନୀୟ ଭାବେ ଆଲୋଚନା ହେଉଥାଏ। ହଠାତ୍ ବ୍ୟାଗରୁ ଲଡୁ ବାହାର କରି ଆଖିର ଇସାରାରେ ଗ୍ରହଣ କରିବା ପାଇଁ କହିଲା ସେ ଝିଅ। ମୁଁ ଗୋଟେ ନୁହଁ 2ଟା ଉଠାଇଲି। ଏବେ ସାଧୁମାନଙ୍କର ବିଶ୍ରାମର ସମୟ। ଆମ କଥା ଯୋଉଠୁ ଛିଡ଼ିଥିଲା ସେଇଠୁ ପୁଣି ଆରମ୍ଭ ହେଇଗଲା। ଆଜି ମୁଁ ନିଜ ବୟସ ଆଗରେ ନିଜକୁ ଛୋଟ କରି ସେ ସମୟକୁ ଉପଭୋଗ କରୁଥିଲି। ଗୋଟେ ଷ୍ଟେସନରେ ଟ୍ରେନ୍ ରହିଲା ପରେ ଚଣା, କାକୁଡ଼ି, ପାଣି ଏମିତି ଅନେକ ଜିନିଷ କିଣି ସାଥି ହୋଇ ଖାଇଲୁ। ଜଣା ନଥିଲା ସେ ଝିଅ ମୋତେ ପାଇ ନିଜର ନିଜର ଲାଗୁଥିଲା। ମୋତେ ଜମାରୁ ବି ଅନୁଭବ ହେଉନଥିଲା କି ମୁଁ ଏକା ଯାତ୍ରା କରୁଛି। ଦିଲ୍ଲୀର ସେ କୋଉ କୋଉ ଜାଗା ବୁଲିଛି ତାହା ପଚାରିବାରୁ ଉତ୍ତର ଥିଲା ଲାଲକିଲ୍ଲା, କୁତବ ମିନାର ଏମିତି ଅନେକ ଜାଗା। ମୁଁ ପୁଣି ପଚାରିଲି, ବୃନ୍ଦାବନ କେବେ ଯାଇଛ? ସେ ପ୍ରଥମେ ମୁଣ୍ଡ ଟୁଙ୍ଗାରି ମନା କଲା। ମୁଁ ତାକୁ କହିଲି, ଆମେ ସାଥି ହୋଇ ଯିବା ବୃନ୍ଦାବନ। ସେଥିରେ ନା ଥିଲା ତାର ସମର୍ଥନ, ନା ମନା କରିବାର କୌଣସି ଇସାରା। ଏତେ ସବୁ କଥା ପରେ ଅନେକ ସମୟ ବିତି ଯାଇଛି। ଏବେ ଚାଲ ଶୋଇବା କହି ନିଜ ନିଜ ସିଟ୍କୁ ଆମେ ଶୋଇବା ପାଇଁ ଗଲୁ। ହେଲେ ଶୋଇବା ପୂର୍ବରୁ ତା ଇନ୍ଷ୍ଟା ଆଇଡି
ଆଉ ମୋବାଇଲ ନମ୍ବରଟା ସାହସ କରି ମାଗିଦେଲି। ସେ ଗୁଣୁଗୁଣୁ ହେଇ କହୁଥିବା ଆଇଡିର ନାଁଟା ମୋ କାନ ପାଖକୁ ପହଞ୍ଚିବା ପାଇଁ ଏ ଟ୍ରେନ୍ ଶବ୍ଦ ଭିତରେ ପ୍ରାୟ ସଂଘର୍ଷ କରୁଥାଏ। ନିଜେ ମୋବାଇଲ ନେଇ ଇନଷ୍ଟା ଆଇଡି ଆଉ ନମ୍ବର ଟାଇପ୍ କରିଦେଲା। ପରେ ମୁଁ ଚକିତ ପ୍ରାୟ। ମୁଁ ଚକିତ ହବାର ଗୋଟେ ବଡ଼ କାରଣ ଥିଲା। ନା ଥିଲା ତା ପାଖରେ ବୁର୍ଖା, ନା ଧାର୍ମିକ ଚିହ୍ନ। ସ୍ୱାଧୀନ ଚିନ୍ତାରେ ବଞ୍ଚୁଥିବା ଝିଅଟା। ତା ନାଁ ଥିଲା ମୟରା ଖାନ୍। ହଁ, ସେ ଝିଅଟି ମୁସଲମାନୀ ଥିଲା। ମୁଁ ଟିକେ ପୂର୍ବରୁ ଆଲୋଚନା ହେଇଥିବା ଆମ ବିଷୟବସ୍ତୁ ଉପରେ ମନେ ପକାଇଲି। ଆମେ କିଛି ତ ମୁସଲିମ ଧର୍ମକୁ ନେଇ କିଛି ଖରାପ ମନ୍ତବ୍ୟ ଦେଇନୁ। ହଁ, ମୋଗଲ ନିନ୍ଦା ବିଷୟରେ ତ ଆମ ଆଲୋଚନା ଜୋର ଧରିଥିଲା। ମୁଁ ନିଜ ଜାଗାରେ ଶୋଇ ମୋବାଇଲରେ ଖେଳ ଦେଖୁଥାଏ। ହଠାତ୍ କହି ଉଠିଲା, ତମ ପୁଅମାନଙ୍କୁ ଏ ଖେଳ କାହିଁ ପସନ୍ଦ ଯେ? ମୁଁ ଉପରକୁ ଚାହେଁ ତ ସେ ମୋତେ ଚାହିଁଥିଲା। ମୁଁ ପୂର୍ବ ପ୍ରଶ୍ନର ଉତ୍ତର ନ ଦେଇ ପଚାରିଲି, ନିଦ ନାହିଁ କି? ସେ ବି ମୋ ପ୍ରଶ୍ନର ଉତ୍ତର ନ ଦେଇ କହିଲା, ତଳକୁ ଯିବି? ସେ ଝିଅ ମୋ ମନରେ ଘର କରିସାରିଥିଲା। ଇଚ୍ଛା ଥିଲା ଭିଜିବା ପାଇଁ ବନ୍ଧୁତ୍ୱର ବର୍ଷାରେ ତା ସହିତ। ଏମିତି କଥା ହେବା ଭିତରେ ଆଖି ଲାଗି ଯାଇଥାଏ ଉଭୟଙ୍କର। ହଠାତ୍ ସକାଳୁ ଟ୍ରେନ୍ ଝଟକାରେ ଆମ ନିଦ ଭାଙ୍ଗିଗଲା। ଏତେ ଜଲ୍ଦି ପହଞ୍ଚିବାକୁ ନେଇ ସମୟ ପାଖରେ ଥିଲା ଆମର ଅଭିଯୋଗ। ଉଦାସ ଭରା ଆଖିରେ ଉଭୟଙ୍କୁ ଚାହିଁଲୁ। ଓଠରେ ଥିଲା ମୃଦୁ ମୃଦୁ ହସ। ସେ କହିଲା, ଆତି ହୁଁ ମେ। ମୁଁ ତାକୁ କଲ୍ କରିବାର ଇସାରା ମଧ୍ୟ କଲି। ଦୁହେଁ ବାହାରକୁ ବାହାରିଲୁ। ହେଲେ ଏ ଭିଡ଼ଟା ଆମକୁ ଆଉ କଥା ହେବା ପାଇଁ ଦେଲାନି। ମୁଁ ଚାହିଁ ରହିଥାଏ ତାକୁ। ସେ ଆଗକୁ ଆଗକୁ ଚାଲିଥାଏ। କେହି ଜଣେ ଆସିଛନ୍ତି ନେବା ପାଇଁ। ହଁ, କହୁଥିଲା ତ ତା ଭାଇ ଆସିବେ ବୋଲି। ହେଲେ ମୋତେ ଆଶ୍ଚର୍ଯ୍ୟ କଲା। ସେ ଥରୁଟିଏ ବି ପଛକୁ ବୁଲି ଚାହିଁଲାନି। ମୁଁ ଘରକୁ ଆସି ପହଞ୍ଚିଲି। ଘରକୁ ଆସି ପହଞ୍ଚି ବାହାନା ଖୋଜେ ତା ସହିତ କଥା ହେବା ପାଇଁ। ପୁଣି ମନକୁ ଆସେ, ମୁଁ ପଚାରିଦିଏ ସେ ଭଲରେ ଭଲରେ ପହଞ୍ଚିଲା କି ନାହିଁ। ହେଲେ ଏ କ'ଣ? ମୋବାଇଲ ନମ୍ବରଟା ବ୍ଲକ୍ କରିଦେଇଛି। ଆରେ, ଇନଷ୍ଟା ଆଇଡି ବି ବ୍ଲକ୍ କରିଦେଇଛି। କିଛି ସମୟ ପାଇଁ ମୁଁ ଆଶ୍ଚର୍ଯ୍ୟ ହେଇଗଲି। କ'ଣ ହେଇଥାଇପାରେ କାରଣ? ମୁଁ କାରଣ ଖୋଜି ପାଉନଥାଏ। ଖାଲି ଏତିକି ଥିଲା, ଆମେ ମୋଗଲକୁ ତୀବ୍ର ଭାବରେ ଯେଉଁ ନିନ୍ଦା କରିଥିଲୁ, ହୁଏତ ସେ ସହଜରେ ଗ୍ରହଣ କରିପାରିନି। ୟା ଫିର୍ ଆଉ କିଛି। ୟା ଫିର୍ ତାର ଆସିଥିବା ଭାଇ। କାରଣ ମୁଁ ଆଜି ବି ଖୋଜୁଛି। ଖାଲି ଏତିକି କହିବି, ତା ସହ ବିତିଥିବା ସମୟ ମୁଁ ସାଇତିଛି ମନରେ। ଲାଗେ ସତେ ଏବେ ବି ସେ କହୁଛି ମୋ କାନରେ। ମୁଁ ଦୁଃଖିତ ଥିଲି, କାରଣ ଗୋଟେ ସାଙ୍ଗ ହରେଇ ମୁଁ ସ୍ମୃତି ପାଇଥିଲି। ସେ ଏବେ ବି ମୋ ସ୍ମୃତିରେ। ଥ୍ୟାଙ୍କ ୟୁ।